ଚାକିରି କରାଇଦେବା ନାଁରେ ଠକେଇ କୋଡ଼ିଙ୍ଗା ଥାନାରେ ଏତଲା। ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ ନେଇ ଥାନାରେ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା କୋଷାଣା ବ୍ଲକ କୋଡ଼ିଙ୍ଗା ଥାନାଠାରେ କୋଷାଣା ବ୍ଲକର ବିଭିନ୍ନ ଗ୍ରାମରୁ କିଛି ଯୁବକ ଗତକାଲି ସନ୍ଧ୍ୟା ସମୟରେ କୋଡ଼ିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ତାଙ୍କ ଅଭିଯୋଗ ପ୍ରକାରେ କୋଡ଼ିଙ୍ଗାରେ ରହୁଥିବା ଜଣେ ନିଲମ୍ବିତ ଶିକ୍ଷକ ତାଙ୍କୁ ବିଭିନ୍ନ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ହଡପ କରି ଚୁପ୍ ବସି ରହିଛନ୍ତି। ଅନ୍ୟପଟେ ଯେଉଁମାନେ ଚାକିରି ଖଣ୍ଡେ ପାଇବା ଆଶାରେ କିଏ ତ ସୁନା ବନ୍ଧକ ରଖି କିଏ ଜମି ବନ୍ଧକ ରଖି ଧାର ଉଦ୍ଧାର କରି ଟଙ୍କା ଦେଇଥିଲେ, କିନ୍ତୁ ଟଙ୍କା ଦେବାର ବର୍ଷେ ବିତିଗଲା ସୁଦ୍ଧା ନା ମିଳିଲା ଚାକିରି ନା ମିଳୁଛି ଦେଇଥିବା ଟଙ୍କା, ଯାହାକୁ ନେଇ ବାରମ୍ବାର ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ମାଗୁଥିବା ସତ୍ତ୍ୱେ ମଧ୍ୟ ଟଙ୍କା ଫେରସ୍ତ ପାଉନାହାନ୍ତି। ଏଠି ବଡ଼ ପ୍ରଶ୍ନ, ଆଦିବାସୀ ଅଧ୍ୟୁଷିତ ଦୁର୍ଗମ କୋଷାଣା ବ୍ଲକରେ ଚାକିରି କରିବାକୁ ଆସି କିଛି ମୁଷ୍ଟିମେୟ ବ୍ୟକ୍ତି ଏଭଳି ଗରିବ ନିରୀହ ଆଦିବାସୀ ଯୁବକଙ୍କୁ ନିଜ ଜାଲରେ ପକାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରୁଛନ୍ତି। ନିରୀହ ଆଦିବାସୀ ଅଞ୍ଚଳରେ ଏଭଳି ରାକେଟ ଚଳାଇ ଟଙ୍କା ହଡପ କରୁଛନ୍ତି, ପରେ ଟଙ୍କା ଫେରସ୍ତ ମାଗିଲେ ନାଲି ଆଖି ଦେଖାଉଛନ୍ତି ବୋଲି ଥାନାରେ ଏତଲା ଦେଇଥିବା ଯୁବକମାନେ ମତ ଦେଇଥିବା ଦେଖିବାକୁ ମିଳିଛି। ଯୁବକମାନେ କୋଡ଼ିଙ୍ଗାରେ ରହୁଥିବା ପ୍ରଦୀପ୍ତ କୁମାର ସାହୁଙ୍କ ନାଁରେ ଟଙ୍କା ହଡପ କରିଥିବା ସିଧା ଏତଲା କପିରେ ଉଲ୍ଲେଖ କରିଥିବା ସୂଚନାଯୋଗ୍ୟ। ପ୍ରଦୀପ୍ତ କୁମାର ସାହୁ ଶିକ୍ଷକ ଭାବେ ବଡ଼ଆମ୍ବଡ଼ା ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ରହିଥିଲେ, କିନ୍ତୁ ବର୍ତ୍ତମାନ କାର୍ଯ୍ୟରୁ ନିଲମ୍ବିତ ହୋଇ ଘରେ ବସି ରହିଛନ୍ତି ଏବଂ ଅଞ୍ଚଳର ଗରିବ ନିରୀହ ସରଳ ଯୁବକମାନଙ୍କୁ ଚାକିରି କରାଇଦେବା ନାମରେ ତାଙ୍କ ଜାଲରେ ପକାଇ ଟଙ୍କା ହଡପ କରୁଛନ୍ତି, ଯାହା ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କମ୍ପ୍ୟୁଟର ଶିକ୍ଷକ ହେଉ ବା ସୁଭଦ୍ରା ହେଲ୍ପ ଡେସ୍କରେ ବା ସିକ୍ୟୁରିଟି ଚାକିରି ପାଇଁ ବିଭିନ୍ନ ଘରୋଇ ସଂସ୍ଥାରେ ଚାକିରି କରାଇବା ନାଁରେ ସେ ଗ୍ରାମ ବୁଲି ବେକାର ଯୁବକ ଯୁବତୀଙ୍କୁ ମୁଁ ଚାକିରି କରାଇଦେବି କହି ଠକିବାରେ ଚାଲିଛନ୍ତି। ଏଠି ବଡ଼ ପ୍ରଶ୍ନ, ଏତେ ବଡ଼ ରାକେଟରେ ସେ ଜଣେ ଅଛନ୍ତି ନା ଆଉ କେତେଜଣ ସାମିଲ ରହିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ ବଡ଼ ମାଛକୁ ଧରିବାରେ କେତେ ସଫଳ ହେବ। ମୁଁ ହେଉଛି ଦିବ୍ୟ ପ୍ରସାଦ ସାହୁ। ମୋ ମିସେସ୍ଙ୍କ ପାଇଁ ଚାକିରି ଦେଇଦେବା କହିକି ଆମର କୋଡ଼ିଙ୍ଗା ନିବାସୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସାହୁ, ସେ ବର୍ତ୍ତମାନ ଆଗରୁ ଟିଚର ଥିଲେ, ଏବେ କୌଣସି କେସ୍ ମାଧ୍ୟମରେ ସେ ଡିସମିସ୍ ହେଇକି ଅଛନ୍ତି। ତାଙ୍କର ପତ୍ନୀ ଅଛନ୍ତି ପକନାଗୁଡ଼ା ସ୍କୁଲରେ HM ଦାୟିତ୍ୱରେ। ସେ ତାଙ୍କୁ ବାରମ୍ବାର ମତ ପାଖକୁ ଆସିକି କହିଲେ କି ଆଉ ତୋ ମିସେସ୍କୁ ଜବ୍ରେ ରଖେଇଦେବି, ଆଉ ତେଣୁକରି ତୁ କିଛି ପଇସା ମୋତେ ଦେ, ମୁଁ କରିଦେବି। ମୁଁ କହିଲି ସାର୍ ଜବ୍ ଆଜିକାଲି ପଇସା ଦେଇକି କେଉଁଠି ହେଉଛି, ତେଣୁକରି ପଇସା ମୁଁ ଦେବିନି, ଆପଣ ଯାଆନ୍ତୁ। ସେ କହିଲେ ବାର ବାର ମୋ ପାଖକୁ ଆସିଲେ, ଅଫିସକୁ ବି ଆସିଲେ, ମୋ ପାଖକୁ ଆସିକି ମୋତେ କହିକି ନେଇଛନ୍ତି ମୋ ମିସେସ୍ଙ୍କ ନାଁରେ 80,000, ମୋର ଶାଳୀଙ୍କ ନାଁରେ ବି ନେଇଛନ୍ତି 80,000, 1,60,000। ତାପରେ ଏମିତି ଆଜିକି ପାଖାପାଖି ବର୍ଷେ ହେଇଯିବ ସେ ମୋତେ ପଇସା ଦେବେ କହିକି 20 40,000 ମାତ୍ର ଦେଇଛନ୍ତି। ଏବେ ଯେତେବେଳେ ମାଗିଲେ ସେ କହୁଛନ୍ତି ନାଇଁ ମୋତେ ଦେଇଥିଲ କି, ମୋତେ ତମେ କଣ ମାଗୁଛ ବାରମ୍ବାର, ମୋତେ ଝଗଡ଼ା କରୁଛନ୍ତି, ଅଫିସରେ ଯାଇକି ମୋତେ ଆଗ୍ରିମେଣ୍ଟ କରୁଛନ୍ତି। ତେଣୁକରି ଏଇଟା ଗୋଟେ ବଡ଼ ସ୍କାମ୍। ତାଙ୍କୁ ମୁଁ କହୁଛି ଆମର ଆପଣମାନଙ୍କ ମାଧ୍ୟମରେ ଯେତେ ଶୀଘ୍ର ପାରୁଛନ୍ତି, ମୋ ପରିକା ବହୁତ ପିଲା ଅଛନ୍ତି, ସମସ୍ତଙ୍କୁ ସେ ଠକେଇଛନ୍ତି, ତେଣୁକରି ଯେତେ ଶୀଘ୍ର ପାରୁଛନ୍ତି ଏଇଟାର ତଦାରଖ କରିକି ତାର ଭଲ। ମୋ ନାଁ ଭବନ ସିଂହ ରାଉତ, ଗ୍ରାମ ଚିର୍ମା। ପ୍ରଥମେ ମୁଁ ସାହୁ ସାର୍ଙ୍କୁ ଯୋଗାଯୋଗ କରୁଛି, ପ୍ରଦୀପ୍ତ ସାହୁ କୋଡ଼ିଙ୍ଗାର ବାସୀ। ତାଙ୍କୁ ଯୋଗାଯୋଗ କଲା ପରେ ମାନେ ପ୍ରତ୍ୟେକ ବ୍ଲକରେ ଗୋଟେ ସୁଭଦ୍ରା ଯୋଜନାରେ ହେଲ୍ପ ଡେସ୍କ ବୋଲି ପୋଷ୍ଟଟା ଅଛି, ତାହେଲେ ତୁମେ ଭୁବନେଶ୍ୱର ଯାଇକି ତୁମେ ଇଣ୍ଟରଭ୍ୟୁ ଦେଇପାରିବ। ତାଙ୍କ ମାଧ୍ୟମରେ ମୁଁ ଯାଇଥିଲି। ତାଙ୍କ ମାଧ୍ୟମରେ ଗଲା ପରେ ମୁଁ ଇଣ୍ଟରଭ୍ୟୁ ଦେଲି। ଇଣ୍ଟରଭ୍ୟୁ ଦେଲା ପରେ ତାଙ୍କେ ମୋତେ ପୋଷ୍ଟିଂ ଅର୍ଡ଼ର ପାଇଁ ଫାର୍ଷ୍ଟ ତମକୁ ପଇସା ଦେବାକୁ ପଡ଼ିବ ବୋଲେ ପଇସା ଦିଆଗଲା। ମୁଁ ଫୋନ୍ପେ ମାଧ୍ୟମରେ ପଇସା ଦେଲି। ଫୋନ୍ପେ ମାଧ୍ୟମରେ ଫୋନ୍ପେ କରିକି 80,000 ଟଙ୍କା ଦେଇଥିଲି। ତାପରେ 80,000 ଦେଲା ପରେ ଆମକୁ କହିଥିଲେ କ'ଣ ଯେ ତୁମକୁ 2-3 ଦିନ ଭିତରେ ତୁମ ପୋଷ୍ଟିଂ ଅର୍ଡ଼ର ଆସିବ। ପୋଷ୍ଟିଂ ଅର୍ଡ଼ର ଆସିଲା ପରେ ତୁମେ ଡିଷ୍ଟ୍ରିକ୍ଟ ଅଫିସରେ ଯାଇକି ତାପରେ ତୁମେ ପୋଷ୍ଟିଂ ଅର୍ଡ଼ର ପାଇପାରିବ, ତୁମେ ଯାଇକି ଜଏନିଂ କରିବ ବୋଲି କହିଥିଲେ। କିନ୍ତୁ ସେଇଟା 2 ମାସ ହେଇଗଲା, କିନ୍ତୁ ପୋଷ୍ଟିଂ ଅର୍ଡ଼ର ଆଉ ମିଳିଲା ନାହିଁ, ସେମିତି ରହିଗଲା। ବର୍ଷେ ପ୍ରାୟ ହେଇଗଲାଣି, ବର୍ଷେ କମ୍ପ୍ଲିଟ୍ ହେଇଗଲା। ହେଲେ ମୁଁ ସାର୍କୁ ଜଣେଇଲି, ଯେଉଁ କୋଡ଼ିଙ୍ଗାର ସାହୁ ସାର୍ଙ୍କୁ, ପ୍ରଦୀପ୍ତ ସାହୁଙ୍କୁ। ସେ କହିଲେ କ'ଣ ହେଇଯିବ ଏମିତି ବର୍ଷେ ହେଇଗଲା। ଏଇ ପୋଷ୍ଟିଂଟା ଯେଉଁଟାକି ଭୋକେସନାଲ୍ ଟିଚର ହେବ କି ଏଇଟା ହେବ, ଗୋଟେ ପୋଷ୍ଟିଂ ଗୋଟେ ନୂଆ ଗୋଟେ ପୋଷ୍ଟିଂ ଦେଖାନ୍ତି, ତାଙ୍କେ ବାରମ୍ବାର ଦେଖାନ୍ତି, କିଛି କାମକୁ ଦେଲା ନାହିଁ। ଏମିତିକି ବର୍ଷେ ବିତିଗଲା। ବାଧ୍ୟ ହେଇକି ମୁଁ ଥାନା ଦ୍ୱାରସ୍ଥ ହେଇଲି, ଥାନାକୁ ଜଣେଇଲି। ଏମିତିକି ମାନେ ଏମାନେ ବାହାରଠୁ ପିଲାକୁ ସଂଗ୍ରହ କରନ୍ତି ଆଉ ଭୁବନେଶ୍ୱର ପଠାଇ ଦିଅନ୍ତି, କୌଣସି କାମକୁ ଆସେ ନାହିଁ, ଯେଉଁଟାକି ଆମକୁ ଠକାମି କରନ୍ତି, ଲକ୍ଷ ଲକ୍ଷ ଟଙ୍କା ଏମିତି ଠକୁଛନ୍ତି। ଆଦିବାସୀ ଅଞ୍ଚଳରେ ନିରୀହ ଆଦିବାସୀ ପୁଅ ଝିଅମାନଙ୍କୁ ଚାକିରି ଦେବା ନାଁରେ ବାହାରୁ ଯେଉଁମାନେ ଆସୁଛନ୍ତି ଶିକ୍ଷକମାନେ, ସେମାନେ କ'ଣ ଠକାମିରେ କରୁଛନ୍ତି? ନିଶ୍ଚିତ ଭାବେ ଠକାମି କରୁଛନ୍ତି ସାର୍। ଯଦି ଆମେ
କଷାମୁଣ୍ଡା ବା ଆମର ପାବଳାହାଣ୍ଡି ବ୍ଲକରେ ଚାକିରି ଅଛି ବୋଲି କହୁଛନ୍ତି। ଆଉ ସେ ଭୁବନେଶ୍ୱର ପଠେଇଦେବେ, ତାଙ୍କୁ କିଛି ଆଉ ବୁଝିବେନି, ପଇସା ଦେଲେ ସରିଲା କାମ, ଆଉ କୌଣସି ଆଉ ଦେଖିବେନି। ଆମେ କ'ଣ ଆଉ ଭୁବନେଶ୍ୱର ଯାଇକି ବୁଝିପାରିବୁ ସେ କଥା? ମୋ ନାଁ ପ୍ରଦୀପ କୁମାର ଗଣ୍ଡା, ଗ୍ରାମ ଶଙ୍କରଦା। ମୋତେ କମ୍ପ୍ୟୁଟର ହାଇସ୍କୁଲର କମ୍ପ୍ୟୁଟର ଯେଉଁ ଟିଚର ବାହାରିଥିଲା ଆଉଟସୋର୍ସିଂର, ସେଇଟା କରିଦେବି ନାଁରେ ସେ କଡ଼େଙ୍ଗା ନିବାସୀ ସେ ପ୍ରଦୀପ କୁମାର ସାହୁ ମୋ ଠାରୁ ପଇସା ଆଦାୟ କରିଥିଲା। ତାପରେ କେତେ ଦିନ ଗଲା ପରେ ସେ ଗଭର୍ଣ୍ଣମେଣ୍ଟ ଚେଞ୍ଜ ହେଇଗଲା। ତାପରେ ଯେଉଁ ସେ ପୋଷ୍ଟିଂଟା ଷ୍ଟେ ହେଇଗଲା। ତାପରେ ନାଇକି କେତେ ମାସ ଗଲା ପରେ ଆଜି ବାହାରେ କାଲି ବାହାରେ ଏମିତି କହିକି ମାସେ ଗଲା। 7 ମାସ ଗଲା ପରେ ଜାନୁଆରୀ ମାସରେ ଆମକୁ ଭୁବନେଶ୍ୱର ନେଇକି ଯାଇଥିଲେ ଆଉ ଗୋଟେ ଟିଚର ଟ୍ରେନିଂ ଇଏରେ କରିବୁ। ତାପରେ ସେଇଠି ନେଇକି ଗଲେ ଯେ ଆମକୁ ଯେଉଁ ସ୍କାମ୍ ଯେଉଁ ନେଇକି ଗଲେ, ସେଇ ଯେଉଁ ସ୍କାମ୍ଟା ଥିଲା ସେ ସ୍କାମ୍ର ନାଇକି ନିତ୍ୟାନନ୍ଦ ଶିକ୍ଷା ମନ୍ତ୍ରୀ ଆମର ତାଙ୍କର ସିଗ୍ନେଚର ଥିଲା ଯୋଉ ଜାଗାକୁ ନେଇଥିଲେ। ତାପରେ ଏଇଟା ସ୍କାମ୍ ବୋଲିକି ଆମେ ଜାଣିକି ସେଇଠୁ ପଳେଇ ଆସିଲୁ, ଆଉ କିଛି ପଇସା ଦେଲୁନି। ତାପରେ ପଇସା ମାଗିଲାକୁ ସେ ରିଟର୍ନ କରୁନି। ବର୍ତ୍ତମାନ ଆମେ ଥାନାକୁ ଦ୍ୱାରସ୍ଥ ହେଲେ ପଇସା ରିଟର୍ନ ନ ମିଳିବାରୁ ମାନେ ପଇସା ରିଟର୍ନ ମିଳିବ ବୋଲି ଆମେ ବହୁତ ଜଣ ଅଛନ୍ତି ସାର୍। ଗରିବ ନିରୀହ ଆଦିବାସୀ ମାନଙ୍କୁ ଠକାମି କରୁଛନ୍ତି ଆମ କୋଷାଣ ବ୍ଲକରେ। ଆଉ ବାହାରୁ ଆସିକି ଗରିବ ଚାକିରି ଦେବା ନାଁରେ ବହୁତ ଠକୁଛନ୍ତି।